ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ରବିବାର ଥିବାରୁ ଆଜି ମୋର ବ୍ଲଗ୍ରେ ମୁଁ କ'ଣ କ'ଣ କରୁଛି ଆପଣମାନେ ଦେଖିବେ। ମାନେ ଆଜି ଦେଖନ୍ତୁ ମୁଁ କ୍ଷୀର ସହିତ ପିଠା ଖାଉଛି। ସାଙ୍ଗମାନେ ସବୁ ପ୍ରକାରର ମିଶାମିଶି ଶାଗ ସବୁ ଅଛି। ଏଇଠି ଅଛି ଦେଖନ୍ତୁ ମେଥି, ପାଳଙ୍ଗ, ଏଠି ଗୋଟେ ଗୋଟେ କୋଶଳା ଶାଗ ମଧ୍ୟ ଅଛି। ଆଜି ସକାଳୁ ସକାଳୁ ଦେଖନ୍ତୁ ତାଜା ଶାଗ ସବୁ ଆସିଛି। ତାପରେ ଦେଖିଦିଅନ୍ତୁ ସାଇଁ, ଏ ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ସାଇଁ ମଧ୍ୟ ସକାଳୁ ସକାଳୁ। ଏଇଭଳିଆ ପନିପରିବା ଦେଖିଲେ କେତେ ବଢ଼ିଆ ଲାଗେ। ଦେଖନ୍ତୁ ଆଜି ଆମର ମାଛ ମଧ୍ୟ ଆସିଛି। ହଳଦୀ ଲୁଣରେ ଆଉ ଲଙ୍କାଗୁଣ୍ଡରେ ଗୋଳେଇ ଦେଇଛି ମୁଁ। ତାପରେ ଯେତେବେଳେ ରୋଷେଇ ହେବ ବି ମୁଁ ଆପଣମାନଙ୍କୁ ଦେଖେଇବି। ବିନ୍ସ ଆସିଛି, ତାପରେ ହେଉଛି ମଟର, ବାଇଗଣ, ଏଇସବୁ ଆଜି ଆମର ସକାଳୁ ପନିପରିବା ସବୁ ଆସିଛି। ଛାତକୁ ପଳେଇ ଆସିଛି। ଦେଖନ୍ତୁ ଆଜି ଦେଖିବା ମୁଁ ଯେଉଁ ଛାତରେ ଲଗେଇଥିବା ଗଛ ଗୁଡ଼ିକ କେମିତି ହେଇଛି। ଟଗର ଗଛରେ ଛୋଟ ଛୋଟ କଅଁଳିଆ ପତ୍ର ସବୁ ହେଇଛି। ଖରାଦିନ ଆସିବାରୁ ଏଇଭଳିଆ ଦେଖିଦିଅନ୍ତୁ ମୋ ଗଛ ଗୁଡ଼ିକୁ ଟିକେ ଟିକେ। ତାପରେ ଦେଖନ୍ତୁ ସବୁ ଗଛରେ କଅଁଳିଆ ପତ୍ର ସବୁ ହୋଇଛି। ତାପରେ ଦେଖିଦିଅନ୍ତୁ ମୋ ବେଲ ଗଛ, ସେବତୀ ଗଛ, କଟକୀ ଧଣିଆ, ମନ୍ଦାର, ଜୁଇ ଫୁଲ ମଧ୍ୟ ଆକୁ କୁହନ୍ତି, ବଣମଲ୍ଲି, ଖରାଦିନିଆ। ଏଇ ଗଛରେ ଫୁଲ ଏତେ ହୁଏ ନାହିଁ। ବର୍ଷା ଦିନ ଆସିଲେ ଏଇ ଗଛରେ ଫୁଲ ହୁଏ। ତାପରେ ଟିକେ ଦେଖିଦିଅନ୍ତୁ ଏଇ ଗଛଟି କେତେ ସୁନ୍ଦର ଦେଖାହେଉଛି। ମୋର ଧଣିଆ ଗଛ ଛୋଟ ଛୋଟ ଲଗେଇଛି। ମଲ୍ଲି ଗଛ ଦେଖନ୍ତୁ, ମଲ୍ଲି ଖରା ଦିନରେ ଟିକେ ଭଲ ଭାବରେ ଫୁଟିବ ମଲ୍ଲି। ସେବତୀ ଗଛରେ କେତେ ସୁନ୍ଦର ହେଇଛି। ଅପରାଜିତା, ଗୋଲାପ, ଏଇ ଦେଖନ୍ତୁ। ମୁଁ ଆଜି ରାଷ୍ଟ୍ରଦୀପ ସାପ୍ତାହିକ ବହି ଧରିକି ବସିକି ପଢ଼ୁଛି। ଦୁଇ ବରପୁତ୍ରଙ୍କୁ କୋଟି ନମନ। ଦେଖିବା ଟିକେ ଆମ ଯେଉଁ ରାଷ୍ଟ୍ରଦୀପ ବହିରେ କେତେ ସୁନ୍ଦର ସୁନ୍ଦର ଲେଖା ଥାଏ ସବୁ। ଆସନ୍ତୁ ଦେଖିବା। ମୁଁ ପ୍ରଥମେ ଦେଖେ ଶେଷ ପୃଷ୍ଠାରେ ଏଥର ଅଛି ସାହସ ବୀରତ୍ୱର ପ୍ରତୀକ କମଳେଶ କୁମାରୀ। ଦେଖନ୍ତୁ ତାଙ୍କ ବିଷୟରେ ସୁନ୍ଦର ଭାବରେ ଅଛି। ସ୍ୱାସ୍ଥ୍ୟ ଓ ଚିକିତ୍ସାରେ ଗ୍ୟାଷ୍ଟ୍ରିକ୍ ଅଲ୍ସର ଏକ ପୁରାତନ ରୋଗ ବିଷୟରେ, ଯୋଗ ବିଷୟରେ ଦିଆହେଇଛି, ତ୍ରିକୋଣାସନ। ଏଇ ସାପ୍ତାହିକ ରାଷ୍ଟ୍ରଦୀପଟି ମୋତେ ପଢ଼ିବାକୁ ବହୁତ ବଢ଼ିଆ ଲାଗେ। ସୁନ୍ଦର ପୁସ୍ତକଟି। ଶାଗ ଭଜା ଚାଲିଛି। ଦେଖନ୍ତୁ ଏପଟେ ମାଛ ଭଜା, ରୋହି ମାଛ ଭଜା କେତେ ସୁନ୍ଦର ଭାବରେ ଭଜା ହେଇଛି। ଦେଖନ୍ତୁ ଲାଲ ଲାଲ ଦେଖାଯାଉଛି, ଯେଉଁମାନଙ୍କୁ ପସନ୍ଦ। ତାପରେ ପିଆଜ ସାଇଁ ଆଳୁ ଭଜା ହେବ। ମାନେ ଦେଖନ୍ତୁ ଆଜିର ଲଞ୍ଚରେ ସଜ ପଖାଳ, ଲେମ୍ବୁ, ଲଙ୍କା, ଧଣିଆ ପତ୍ର, ଦେଖନ୍ତୁ ପଖାଳକୁ ମୁଁ ସଜେଇ ଦେଇଛି ଟିକେ। ଶାଗ, ମାଛ ଭଜା, ସାଇଁ ଭଜା। ଖରାଦିନ ଆସିବାରୁ ଆଜି ଟିକେ ପଖାଳ ଖାଇବାକୁ ଇଚ୍ଛା ହେଲା, ଖାଇଦେଉଛି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ।